ସର୍ବନିମ୍ନ ପେନ୍ସନ୍ 1000ରୁ 7500କୁ ବୃଦ୍ଧି ପାଇବ କି? ଆସିଲା ବଡ଼ ଅପଡେଟ୍। 7500 ହେବ କି ପେନ୍ସନ୍? ଇପିଏସ୍ ପେନ୍ସନ୍କୁ ନେଇ ଆସିଲା ବଡ଼ ଖବର। ଆସନ୍ତୁ ଜାଣିବା ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓକୁ ଆରମ୍ଭ କରିବା। ସରକାରୀ ଏବଂ ବେସରକାରୀ ଉଭୟ କ୍ଷେତ୍ରର କର୍ମଚାରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଇପିଏସ୍ କର୍ମଚାରୀ ପେନ୍ସନ୍ ଯୋଜନା ଏକ ପେନ୍ସନ୍ ଯୋଜନା ଯାହା ଅବସର ପରେ ସହାୟତା ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି, ଯାହା ନିଶ୍ଚିତ କରେ ଯେ ଅବସରପ୍ରାପ୍ତ ବ୍ୟକ୍ତିମାନଙ୍କୁ ସେମାନଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ କରିବାକୁ ପଡ଼ିବ ନାହିଁ। ବର୍ତ୍ତମାନ ଏହି ଯୋଜନାରେ ସର୍ବନିମ୍ନ 1000 ଏବଂ ସର୍ବାଧିକ 7500 ଟଙ୍କା ପେନ୍ସନ୍ ପ୍ରଦାନ କରାଯାଉଛି। ତଥାପି ଏହି ପରିମାଣ ବୃଦ୍ଧି କରିବା ବିଷୟରେ ଦୀର୍ଘ ଦିନ ଧରି ଆଲୋଚନା ଚାଲିଛି ଏବଂ କେନ୍ଦ୍ର ସରକାର ଏବେ ଏହି ବିଷୟରେ ଏକ ବୟାନ ଜାରି କରିଛନ୍ତି। କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଏହି ଦାବିକୁ ଗ୍ରହଣ କରିବା କିମ୍ବା ସର୍ବନିମ୍ନ ପେନ୍ସନ୍ ବୃଦ୍ଧି କରିବା ପାଇଁ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଲୋକସଭାରେ ଉଠାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଶ୍ରମ ଏବଂ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସରକାର ଇପିଏଫ୍ ସଦସ୍ୟମାନଙ୍କୁ ଉତ୍ତମ ସାମାଜିକ ସୁରକ୍ଷା ପ୍ରଦାନ କରିବାକୁ ପ୍ରତିବଦ୍ଧ, କିନ୍ତୁ ଏହାକୁ ପେନ୍ସନ୍ ପାଣ୍ଠିର ଆର୍ଥିକ ସ୍ଥିରତା ଏବଂ ଭବିଷ୍ୟତର ଦାୟିତ୍ୱ ବିଷୟରେ ମଧ୍ୟ ବିଚାର କରିବାକୁ ପଡ଼ିବ। ସଂସଦରେ ଇପିଏସ୍ ଉପରେ ଆଲୋଚନା। ସଂସଦର ମୌସୁମୀ ଅଧିବେଶନ ବର୍ତ୍ତମାନ ଚାଲିଛି, ଯେଉଁଥିରେ ଜନସ୍ୱାର୍ଥର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେଉଛି। ଏହି କାର୍ଯ୍ୟପନ୍ଥା ସମୟରେ କର୍ମଚାରୀଙ୍କ ପାଇଁ ଇପିଏସ୍ ପେନ୍ସନ୍ ପରିମାଣ ବୃଦ୍ଧି କରିବା ପ୍ରସଙ୍ଗ ମଧ୍ୟ ଉଠିଥିଲା। ଯେତେବେଳେ ଲୋକସଭାରେ ଏହି ପ୍ରସଙ୍ଗ ଉଠାଯାଇଥିଲା, ସେତେବେଳେ ଶ୍ରମ ଏବଂ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରତିକ୍ରିୟା ଦେଇଥିଲେ ଯେ ଅନେକ ଅଂଶୀଦାର ପେନ୍ସନ୍ ବୃଦ୍ଧି ପାଇଁ ଦାବି କରିଛନ୍ତି। ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଇପିଏସ୍ ପାଣ୍ଠି କିପରି କାର୍ଯ୍ୟ କରେ? ଶ୍ରମ ମନ୍ତ୍ରାଳୟ ସଂସଦକୁ ସୂଚନା ଦେଇଛି ଯେ କର୍ମଚାରୀ ପେନ୍ସନ୍ ପାଣ୍ଠି ପାଇଁ ପାଣ୍ଠି ମୁଖ୍ୟତଃ ଦୁଇଟି ଉତ୍ସରୁ ଆସିଥାଏ। ପ୍ରଥମତଃ କର୍ମଚାରୀଙ୍କ ଦରମା ଉପରେ ଆଧାରିତ 8.33% ନିଯୁକ୍ତିଦାତାଙ୍କ ଅବଦାନ ଏବଂ ଦ୍ୱିତୀୟତଃ 15000 ଟଙ୍କା ପର୍ଯ୍ୟନ୍ତ ଦରମା ଉପରେ କେନ୍ଦ୍ର ସରକାରଙ୍କ ଦ୍ୱାରା 1.16% ବଜେଟ୍ ଅବଦାନ। ସମସ୍ତ ପେନ୍ସନ୍ ଦେୟ ଏବଂ ଅନ୍ୟାନ୍ୟ ସୁବିଧା ଏହି ପାଣ୍ଠିରୁ ପ୍ରଦାନ କରାଯାଏ। ସରକାରଙ୍କ ଅନୁଯାୟୀ ଇପିଏସ୍ ପାଣ୍ଠିର ଆର୍ଥିକ ସ୍ୱାସ୍ଥ୍ୟ ସୁଦୃଢ଼ ରହିବା ନିଶ୍ଚିତ କରିବା ପାଇଁ ବାର୍ଷିକ ମୂଲ୍ୟାଙ୍କନ କରାଯାଏ। 1000 ପେନ୍ସନ୍ ଯଥେଷ୍ଟ କି? ସାଂସଦ ପ୍ରଶ୍ନ ଉଠାଇଥିଲେ ଯେ ବର୍ତ୍ତମାନ ସମୟରେ ବୟସ୍କ କର୍ମଚାରୀମାନଙ୍କୁ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବା ପାଇଁ ମାସିକ 1000ରୁ 2000 ଟଙ୍କା ପେନ୍ସନ୍ ଯଥେଷ୍ଟ କି? ସରକାର କହିଛନ୍ତି ଯେ ଏହା ବଜେଟ୍ ସହାୟତା ମାଧ୍ୟମରେ ଇପିଏସ୍ 1995 ଯୋଜନା ଅଧୀନରେ ସର୍ବନିମ୍ନ 1000 ମାସିକ ପେନ୍ସନ୍ ପ୍ରଦାନ କରୁଛି। ସଂଗଠନଗୁଡ଼ିକର ଦାବି କ'ଣ ଥିଲା? ବିଭିନ୍ନ ଅଂଶୀଦାର ଯଥା ଟ୍ରେଡ୍ ୟୁନିୟନ୍ ଏବଂ ଜନପ୍ରତିନିଧିମାନେ ସରକାରଙ୍କୁ ସର୍ବନିମ୍ନ ପିଏଫ୍ ପେନ୍ସନ୍ 1000 ଟଙ୍କାରୁ 7500କୁ ବୃଦ୍ଧି କରିବାକୁ ବାରମ୍ବାର ଦାବି କରିଆସୁଛନ୍ତି। କାରଣ ପେନ୍ସନ୍ଭୋଗୀମାନେ ଭାବନ୍ତି ଯେ କେବଳ 1000 ଟଙ୍କା ପେନ୍ସନ୍ ପାଇବା ଦ୍ୱାରା ସେମାନଙ୍କୁ କୌଣସି ପ୍ରକୃତ ଲାଭ ମିଳିନଥାଏ। ବର୍ଦ୍ଧିତ ମୁଦ୍ରାସ୍ଫୀତି ମଧ୍ୟରେ ଏହି ପରିମାଣ ସହିତ ଖର୍ଚ୍ଚ ପରିଚାଳନା କରିବା ଅତ୍ୟନ୍ତ କଷ୍ଟକର। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ବୁଝିଯାଇଥିବେ ଇପିଏସ୍ର ଏହି ଅପଡେଟ୍ ବିଷୟରେ। ଯଦି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ଭଲ ଲାଗିଥାଏ, ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରିଦିଅନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି। ଧନ୍ୟବାଦ।